ସାଙ୍ଗମାନେ ଏଠାରେ ଏକ କୁକୁଡ଼ା ଫାର୍ମ ଥିଲା ଏବଂ ସେଠାରେ ଥିବା କୁକୁଡ଼ା ମାନେ ଅଣ୍ଡା ଦେଉଥିଲେ ଏବଂ ସେଇ ଫାର୍ମରେ ଏକ ମେସିନ୍ ଥିଲା ଏବଂ ଯୋଉ କୁକୁଡ଼ା ଅଣ୍ଡା ଦେଉଥିଲେ ସେଇ କୁକୁଡ଼ା ମାନଙ୍କୁ ସେ ଚେକ୍ କରୁଥିଲା। ତାପରେ ସେଇ ଫାର୍ମରେ ଥିବା କୁକୁଡ଼ା ମାନଙ୍କ ମଧ୍ୟରୁ ଯେ କୁକୁଡ଼ା ଅଣ୍ଡା ଦେଉନଥିଲା ତାକୁ ସ୍ପ୍ରେଡର ମେସିନ୍ ସାହାଯ୍ୟରେ ବାହାରକୁ ଫୋପାଡ଼ି ଦିଆଯାଉଥିଲା। ତାପରେ ସେଇ କୁକୁଡ଼ା ମାନଙ୍କ ମଧ୍ୟରୁ ଏକ କୁକୁଡ଼ା ଅଣ୍ଡା ଦେଉନଥିଲା ଏବଂ ଯେତେବେଳେ ସେଇ ମେସିନ୍ ଟି ସେଇ କୁକୁଡ଼ାକୁ ଚେକ୍ କରିବାକୁ ଆସୁଛି ସେଇ ସମୟରେ ଇଲେକ୍ଟ୍ରିସିଟି କଟି ଯାଉଛି। ତାପରେ ସେଇ କୁକୁଡ଼ାଟି ଇଲେକ୍ଟ୍ରିସିଟି ପାଇଁ ସିନା ବଞ୍ଚି ଯାଇଥିଲା ଏବଂ ଅନ୍ୟ ଦିନ ସେ କେମିତି ବଞ୍ଚିବ ଏହା ଭାବି ତା ସାଙ୍ଗମାନଙ୍କ ମଧ୍ୟରେ ପ୍ଲାନ୍ କରିବାକୁ ଲାଗୁଛନ୍ତି ଏବଂ ସେମାନେ ପ୍ଲାନ୍ ଅନୁସାରେ ନକଲି ଅଣ୍ଡା ବନେଇବାକୁ ଲାଗୁଛନ୍ତି। ଶେଷରେ ସେ ବହୁ କଷ୍ଟ କଲା ପରେ ନକଲି ଅଣ୍ଡା ବନେଇବାରେ ସଫଳ ହେଉଛନ୍ତି। ତାପରେ ବାହାରେ ବୁଲୁଥିବା ସମସ୍ତ କୁକୁଡ଼ା ମାନେ ସେଇ ଫାର୍ମ ଭିତରକୁ ଯାଉଛନ୍ତି। ଏହି ସମୟରେ ସେଇ ମେସିନ୍ ଟି ସେ କୁକୁଡ଼ାକୁ ଚେକ୍ କରିବା ପାଇଁ ଆସୁଛି। ଆଗକୁ କଣ ହେଉଛି ଜାଣିବା ଆଗରୁ ଆପଣ ମାନେ ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଉଥିଲେ ଭିଡିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଏହି ସମୟରେ ତାର ସାଙ୍ଗମାନେ ନକଲି ଅଣ୍ଡା ରଖିଦେଉଛନ୍ତି। ତାପରେ ସେଇ ମେସିନ୍ ଟି ସେଇ ନକଲି ଅଣ୍ଡାକୁ ସତ ଅଣ୍ଡା ଭାବି ତାକୁ ନେଇଯାଉଛି ଏବଂ ସେଇ କୁକୁଡ଼ାଟାକୁ ସେ ମେସିନ୍ ଟି ଛାଡ଼ି ଦଉଛି। ଶେଷରେ ସେଇ କୁକୁଡ଼ାଟି ତାର ସାଙ୍ଗମାନଙ୍କ ପାଇଁ ନିଜର ଜୀବନ ବଞ୍ଚାଇ ପାରୁଛି।